ଜାଣିଛନ୍ତି ତ ମସିହା ବୋଲି କହିଲେ କଣ? ଆମର ବାଇବେଲର ଭାଷାରେ ମସିହା ବୋଲି କହିଲେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। କିନ୍ତୁ ଆମର ଇଣ୍ଡିଆନ ହିନ୍ଦୀ ଭାଷାରେ ମସିହା ମାନେ କଣ? ଆପଦରେ କି ଭୟଙ୍କର ବିପଦରେ ଥିବା ଲୋକମାନଙ୍କୁ ରକ୍ଷା କରିବା ପାଇଁ ଜଣେ ହିରୋ ଯଦି ଆସିଲା ବୋଲନ୍ତୁ, ତାକୁ ମସିହା ପରି ମାନନ୍ତି। ଅବଶ୍ୟ ପ୍ରଭୁ ଆମମାନଙ୍କୁ ସେମିତି ହିଁ ରକ୍ଷା କରିବାକୁ ଆସିଥିଲେ। ତ ଏଇ ମସିହା ୱାର୍ଡ ଟା ଯେମିତି ଲୋକମାନଙ୍କର ଧାରଣାରେ କଣ ମାନେ ଭୟଙ୍କର ବିପଦରେ ସମସ୍ୟାରେ ଆଉ ମରିଯିବ ବୋଲିଲା ବେଳକୁ ଜଣେ ଆସିକି ଯଦି ରକ୍ଷା କରିଛି ମାନେ ସେ ମସିହା ଅଟେ। ତେଣୁକରି ବାଇବଲ କହେ କି ଶେଷ ଯୁଗରେ ଏକ ମସିହା ଆସିବ ଜଗତ ପାଇଁ। ଆଉ ସେ ପ୍ରକୃତରେ ଯୀଶୁ ଖ୍ରୀଷ୍ଟ ନୁହନ୍ତି, ବରଂ ସେ କିଏ ପୁଣି? ଏକ ଝୁଠା ମସିହା, ଭଣ୍ଡ ଖ୍ରୀଷ୍ଟ। ମସିହ ଏଇ ପଦ ହିବ୍ରୁ ଭାଷାର ପଦ ଅଟେ, ମସିହ। ସେହି ମସିହ ନାମକ ହିବ୍ରୁ ପଦକୁ ଗ୍ରୀକ ଭାଷାରେ କ୍ରାଇଷ୍ଟ, କ୍ରାଇଷ୍ଟସ୍ ବୋଲି ଲେଖା ହେଇଥିଲା। କାରଣ ଆମେ ଜାଣିଛୁ ଆମର ବାଇବେଲରେ ଯୋଉ ପୁରାତନ ନିୟମ ଆଉ ନୂତନ ନିୟମ ଅଛି, ଦୁଇଟି ଭାଷାରେ ପ୍ରଥମରେ ଲେଖା ହେଇଥିଲା। ପ୍ରଥମରେ ପୁରାତନ ନିୟମ ହିବ୍ରୁ ଭାଷାରେ ଲେଖା ହେଇଥିଲା, ତାପରେ ନୂତନ ନିୟମ ଗ୍ରୀକ ଭାଷାରେ ଲେଖା ହେଇଥିଲା। ତେଣୁକରି ଆମ ପାଖରେ ଦୁଇଟା ପଦ ଅଛି। ଦାନିଏଲ ପୁସ୍ତକରେ ଲେଖାଯାଏ ମସିହା, ମେସିଆ, ନାଇଁ କି? ତାହା ହିଁ ନୂତନ ନିୟମରେ ଖ୍ରୀଷ୍ଟ। ତ ପ୍ରକୃତର ମସିହା, ପ୍ରକୃତର ଖ୍ରୀଷ୍ଟ କିଏ? ଯୀଶୁ ଖ୍ରୀଷ୍ଟ, ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ।